जय जगन्नाथ। आज सकाल सकाल कहतुनि एत व्यस्त कहीं आमर ये पा सरी जा बिना मैंने गाधे पाधे आसला बेलू पा पूरा खत्म टांकी पा एपट को आसुनी कौन पर जानी सप्लाई पानी जेहेतु पा लाइन अच्छी कि पा ना पा आसुनी 10टा 11टा बेलू पा आसिले चलो कि पा जी रखीलु से माने सब नित्यकर्म सारिकी माछ रखी धोई धाई छाणुची देखो बड़ माछ भाकुर माछ मुंड राति रखिले एत बड़ मुंड तार आई माछ को छाणी देती मान पखाड़ सब पिला देखते पानी को दे पखाड़ भात को माछ छणा बाप छुआ सब खाई बस पानी ना मुझे माछ छाणी दे पखाड़ अच्छी खाईदे तापर देखा कौन करवा। अरे पुआ दुटा भात खाईदेलुनि बड़ पोतार रुटी काली रातिर थिला आलू मस्ता को रुटी तो से खाइला कहली पखाड़ दुटा आउ खाइदे बोली खाइलानी भल देखा बाप छुआ सब मैंने बसिकी माछ भात खाऊँ पानी नथिबा को देखते केते असना होती कहीं पानी ये रखी हाथ बुड़े चल कम आपटे गोटे बाल्टी रखी से खाई जाइए आईसी रखी पीवाई बोतल में एमती किसी चली हाँ चलो देखिए अपेक्षा कौन कर पखाड़ भात को छणा माछ केमती लगुच भल लगुच आ माछ देवी हाँ हाँ खाईदे सब बाबा मोबाइल देलु जो देखो आमर माछ छणा हो रेडी पानी तो ना कौन कर सकाल पखाड़ खाई गदे छुआ स्कूल बाहर की रेडी पलैले पानी आसिले जो कम हम समस्ते खाई खुकी पलैले आठी मुझे भी पखाड़ दुटा आनिकी खाईदेवी ए अच्छी खाईदे कि जीवा गोटे जगह को वीडियो कर ठंडा एरिया गुरा ना कि जंगलिया एरिया गुरा ना कौन बस आई भल जंगलिया बुला बुली कर हाथी बाहर थे बुलुवे हाथी देखी देखिक आसो ना हाँ वर्ष न बुल बोली कौन मन अच्छे कि धान फान खाइक आसती ना आंब टाइम आसबे आंब खाइक ये फसल हो बढ़िया शाग ना एरा कौन गुरे कौन मठ इे गोटे बाट अच्छी ना हाँ 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 ये रुहे ना उत्तम ना पलैला ना उत्तम अच्छी आ भुवन रे ना कुल्फी हाँ जगह गुरा बढ़िया जगह गुरा पूरा भल गछ मुछ पोखरी ना यहाँ कौन पोखरी क्या बढ़िया पोखरी मोर पोखरी देखिले गाधोया मन होते गाधो छुआ बेले आना कि टेकी टेकी मग बाल्टी गला दिन आमर 16-17 वर्ष है ना जो जोर को जाइलु गाधे बड़ापा जो शुद्ध घर एत गाधे गाधे बहे गाधे से जो भाई मर जाए स्त्री यहीटा ना हाँ 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 घर कलानी रही आसिक हाँ अधा अधा
ଇଆଡ଼େ ଆସିକି ରହିଲେ କ'ଣ ଏତେ ଜଙ୍ଗଲରେ ରହିଲେ ଭଳିଆ ଲାଗିବ। କ'ଣ ଭୁବନ ଟାଉନରେ ଯାଉଛି କି? ଇଆଡ଼େ ଆସିଲେ ଲାଭ କ'ଣ? ନିଜ ଗାଁରେ ରହିବା ଆହୁରି ଭଲ ଇଆଡ଼େ ରହିବା ଅପେକ୍ଷା। ହାଁ ହଁ ମୁଁ ଏମାନେ କୋଉଠି ହେଇଥିବ। ଆରେ ପିଆଜ ସଣ୍ଡା ଯେଉଁ ନେଇଥିଲ ଥୁଆ ହେଇଛି, ଭଜା ହେଇନି। ଉଲୁକୋବି ଆମର କେବେ ରନ୍ଧା ହେଇନି। ଉଲୁକୋବି ନବା କି? ଉଲୁକୋବି ଏରା କେବେ ଉଲୁକୋବି ଆମର କେବେ ନିଏନି ନା। ଏରା କେମିତି ଥରେ ନେଇଥିଲେ ଯା ମନେ ନାହିଁ କେମିତି ରନ୍ଧା ହବ। ୟୁଟ୍ୟୁବ ସର୍ଚ୍ଚ କରିକି ରାନ୍ଧିଲେ ହନ୍ତା। ଉଲୁକୋବି ହଁ ଧନିଆ ପତ୍ର ଆମର ଥିଲା, ମୋର ଶୁଖି ଯାଉଛି। ଥାଉ, ଯେଉଁଟା ଅଛି ନା କାଟି କୁଟିକି ତରକାରୀ ପକା ହବ। ଏଇଠି ଭଲ କଞ୍ଚା ଲଙ୍କା ଅଛି। ଏଟା କେତେ 10 ଟଙ୍କାର ଖଣ୍ଡେ ନେଇଛ। ଖରା କ'ଣ କାଟୁଛି ଏତେ ଜୋରରେ କି? ମୁହଁ ପୋଡ଼ି ଯାଉଛି କ'ଣ? ଖରା କାଟିଲାଣି। ଆମ ଏଇଟା ନେଇଥିଲ ତ ପଡ଼ୁଥିଲା ଏଇ ଯାର ନାଇଁ ଏଇଥିର 10 ଟଙ୍କା ନେଇ ଆସ। 120 50 ଆମର ଲଙ୍କା ଅଛି ଏତିକି ଖଣ୍ଡେ, ଏତିକି ଆଉ ଅଧେ ଖଣ୍ଡେ। ରାଗ ଲଙ୍କା ବାଇଗଣ ଗୁଡ଼ା ପୁରା ପୋକରା ହୁଏ ନାଇଁ, ଏଥିରେ କିଛି ବି ବାହାରିବନି। ଏଇ ଲଙ୍କାରୁ 10 ଟଙ୍କା ନେଇ ଆସ। ଆମେ ତ ଆଉ ସବୁ ପନିପରିବା ଗୁଡ଼ା ଅଛି, ନେଇଥିଲ ପଦିନ ଯେ। ମକା 30 ଟଙ୍କା, 800 ହେଲା ନା? 800 ଆଉ ଗୋଟେ ହେଇଥିଲି 1200-1300 ହେଇଯାଇଥାନ୍ତା ନା କ'ଣ? ନା ହେତିକି ଥାଉ। ଏଇଟା ମାନେ କ'ଣ କହିଲ, 2ଟା ନେବ ସିଝେଇ ଦେବୁ ଖାଇଦେବ, ଅଧିକା ନେଲେ ଏଇଟା ନଷ୍ଟ ହେଇଯିବ। ଯେଉଁ ମାନେ ସୁଭଦ୍ରା ଯୋଜନା ପାଇଁ ଯେଉଁ ପୋଷ୍ଟାଲରେ ବାହାରି କରିବା ପାଇଁ ଗୋଟେ କାର୍ଡ଼ ବାହାରି କରିକି ପଳେଇ ଆସିଲୁ। ଆସିଲା ବେଳେ ତ ମକା ଆଉ ଟମାଟର ଧରିକି ପଳେଇ ଆସିଲୁ। ଆଉ ମୁଁ ଆସିକି ଫଟାଫଟ ପାଣି ଆସିଥିଲା, ସଫାସୁଫି କରିକି ଯାହା ପଡ଼ିଥିଲା, ଯେଉଁ ଖାଇକି ଯାଇଥିଲୁ ସବୁ ବାସନ ପଡ଼ିଥିଲା ତାକୁ ସବୁ ମଜା ଧୁଆ କରିକି କ୍ଲିନ୍ କରିକି ରଖି ଆସିକି ଫଟାଫଟ ଭାତ ବସାଇ ଦେଇଛି। ତାପରେ ଦେଖନ୍ତୁ ଭାତଟି ମୋର ହେଇ ଆସିଲାଣି, ପୁରା ହେଇଗଲାଣି। ଏବେ ମୁଁ ଗାଳି ଦେବି, ଏକାଥରେ ରାନ୍ଧିଦେଉଛି। ଲାଇନ୍ ପାଣି ଯେଉଁ ହଇରାଣ କରୁଛି। ତାପରେ ଏଠି ମାଛ ତରକାରୀ କରିବା ପାଇଁ ମସଲା ହେଇଯାଇଛି ରେଡ଼ି। ଆଉ ଏଠି ଦେଖନ୍ତୁ ପାଣି ଦେବି ବୋଲି ଝୋଳରେ ଗରମ ପାଣି ବି ହେଇଯାଇଛି। ପାଣିଟା ମାନେ ବି ପିଠା କରିବାର ଏଥିରେ ବୁଡ଼େଇଦେଲି ତ, ସେଥିପାଇଁ ଏମିତି କଳା ହେଇଯାଇଛି, ମାନେ କଲର୍ ହେଇଯାଇଛି। ମସଲାଟି ଦେଖନ୍ତୁ ଆଳୁ ବି ପକେଇ ନେଇଛି,
ମସଲା ହେଇଗଲାଣି ବେଶୀ ପାଣି ଦେଇଦେବା। ଗୋଟେ ହାତରେ ମସଲା କେତେ ସୁନ୍ଦର ଦେଖାଗଲାଣି। ଫଟାଫଟ ରୋଷେଇବାସ ବି ଚାଲିଛି। ଟାଇମ୍ଟା ହେଇଗଲାଣି ପାଖାପାଖି 1 ସାଢ଼େ 1। ଯାଇଥିଲୁ ଆସୁ ଆସୁ 11:30 ହେଇଗଲା। ତାପରେ ପାଣି ବି ଆସିଥିଲା ଭାରି। ପାଣି ପ୍ୟାଣ୍ଟ ସାର୍ଟ ସବୁ ଛୁଆ ଯେଉଁ ଗାଧୋଇ ପାଧୋଇ ଯାଇଥିଲେ ପଡ଼ିଥିଲେ ତାକୁ ସବୁ ଧୁଆଧୁଇ କରିକି ଶୁଖାଶୁଖି କରି ଖାଇକି ଯାଇଥିଲୁ। ବାସନ ମଜା ମଜି କରି ରୋଷେଇ ହେଇଯାଇଛି। ରୋଷେଇ ବି ହେଇଗଲାଣି। ମସଲା ଆଉ ଆଳୁ ପରେ ସିଝିଗଲାଣି। ଏବେ ଏଥିରେ ମୁଁ ପାଣି ଦେଇଦେବି। ଏଇଠି ମୁଁ ଦେଖିଛି ଧର ସବୁ ଯେଉଁଗୁଡ଼ା ବାଢ଼ୁଛି ଧର ସବୁ ହଉ ଧର ମାତ୍ର ଧର ମୁଁ ତ ଆଗଠୁ କରିବି। ହାଲକା ଜିନିଷ ନିଏନି। ହଉ ହଉ ଯା ପାଣି ପାଣି ଆସିକି ଧର। ଆମର ବଢ଼ା ହେଇକି ପଳେଇ ଆସିଛି ଭାତକୁ ଭାକୁର ମାଛର ଝୋଳ। ଗୋଟା ଇଏ ନାହିଁ ଫିଲ୍ମରେ ଭାକୁର ମାଛ ଝୋଳ। ହଁ ବୁଢ଼ା କହିବ। ହଁ ସେ ବୁଢ଼ୀ ମୁହଁ ମୋଡ଼ିବ ନା କି? କେମିତି ଲାଗୁଛି କୁହ ତରକାରୀ? ଭଲ ଲାଗୁଛି? ହଁ ନା ଦୁଷ୍ମ କଲର ଟେଷ୍ଟ କ'ଣ ଅଛି ପୁଅ ତୋର? ଆଉ ମୁଁ ତୋତେ କେମିତି ଲାଗୁଛି? ଭଲ ଲାଗୁଛି। ବଢ଼ିଆ ଖାଇଦେବା। ମୋର ଏ ଦୁଇଟା ପଖାଳ ଅଛି ଯେ ଖାଇଦେବା। ନଷ୍ଟ କ'ଣ କରିବା? ତାପରେ ଗରମ ଭାତ ଏଠି ଆଣିକି ଥୋଇଛି ଯେ ଖାଇବ ଦେବି। ଏ ଯୋଗୁଁ ଏକ୍ସଟ୍ରା ନେଇଯାଇଛି ଅଲଗା। ହଉ ଖାଇଦେବା। ଟେଷ୍ଟ କରିବା କ'ଣ କେମିତି ଲାଗୁଛି। ମାଛର ମୁଣ୍ଡ ଏଇଥିରେ ଆଉ ଗୋଟେ ମୁଣ୍ଡ ପୁରେଇକି ଆଣିଛି। ଦୁଇ ଫାଳେ ମୁଣ୍ଡ ନା ମୁଣ୍ଡଟା ଛିଣ୍ଡି ପଇଲାରେ କିଏ ଖାଇବନି? ଆରେ ଛୁଆ ମୁଣ୍ଡରେ ତାର ଯେଉଁ କେଡ଼େ ବଡ଼ ମୁଣ୍ଡ ଦେଖ ତାର। ହାତ ଚାଟିଗଲା। ମୁଁ କାଲି ରାତିରେ ମାପ ଦେଇଥିଲି କମିଯାଇଛି। ଖାଲି 10ମ ପିଲାଙ୍କ ପାଇଁ ଯେଉଁ ରୋଷେଇ ହବ, 9ମ ପିଲାଙ୍କ ପାଇଁ ନୁହଁ। ଖାଇବାଟା ପୁରା ମାଛଟା ସିନା କଲର୍ ଦିଶୁନି କିନ୍ତୁ ଭଲ ଲାଗୁଛି। ମାଛଟା ଭଲ। ତାର କେଡ଼େ ବଡ଼ ଖପରା। 9ମ ପିଲା ଏଇନା କେହି ନାହାନ୍ତି। ଖପରା କହିଲ ସ୍କୁଲରେ ବୁଝୁଛନ୍ତି। 9ମ ପିଲା ଏଇନା କେହି ନୁହଁ। ଯୋଉ ପିଲାମାନେ 9ମରେ ଥିଲେ ସେମାନଙ୍କ ଆନୁଆଲ ଏକ୍ଜାମ ଯୋଉ ହଁ ମୁଁ ଖାଇବି। ମୋର ଏଇ ପଖାଳ ଦିଗ ସରିଗଲେ ଖାଇବି। ପଖାଳରେ ଗରମ ଗୁଡ଼ା ମିଶେଇବି କି? ତାତିଛି କେମିତି ଖାଇବି? ତାତୁଛି ଆଉ ଥଣ୍ଡା ହେଇଗଲାଣି। ହାତ ପୁରେଇକି ଦେଖୁନୁ ତାତିଛି। ବ୍ୟାଙ୍କ ବେଳେ ଆସିକି ଗାଧୋଉଥିଲା ବୋଧେ।